ଡ୍ରୋନ୍ ଜରିଆରେ ହାତୀ ଉପରେ ରଖାଯିବ ନଜର। ଆଠଗଡ଼ ବନଖଣ୍ଡ ତିଗିରିଆ ସେକ୍ସନରେ ହାତୀପଲ ଥିବା ବନ ବିଭାଗକୁ ଖବର ମିଳିଛି। ତେବେ ହାତୀଙ୍କ ସଂଖ୍ୟା ନେଇ ସ୍ପଷ୍ଟ ସୂଚନା ନ ମିଳିବାରୁ ଶେଷରେ ଡ୍ରୋନ୍ର ସହାୟତା ନିଆଯାଇଥିଲା। ଫଳରେ ହାତୀଙ୍କ ସଂଖ୍ୟା ନେଇ ସ୍ପଷ୍ଟ ସୂଚନା ମିଳିପାରିଛି। ଅନ୍ୟପଟେ ରାଜ୍ୟରେ ଚାଲିଛି ପ୍ରଥମ ଶୀତକାଳୀନ ହାତୀ ଗଣନା। 14 ତାରିଖରୁ 48 ବନଖଣ୍ଡରେ ଆରମ୍ଭ ହୋଇଥିବା ଏହି ହାତୀ ଗଣନା ଏହା ଆସନ୍ତା 17 ତାରିଖ ସକାଳ 6ଟା ଯାଏଁ ଚାଲିବ। ସେଥିପାଇଁ ପାଖାପାଖି 19ଟି ୟୁନିଟ୍ ନିୟୋଜିତ ହୋଇଛନ୍ତି। 5700ରୁ ଅଧିକ ବନ କର୍ମଚାରୀ ସାମିଲ ଅଛନ୍ତି। ଖାସ୍ ଜଙ୍ଗଲ ଭିତରେ ତିଆରି ହୋଇଛି 1370 ମଞ୍ଜା। ହାତୀ ଗଣନାରେ ରାତିକାଳୀନ ଭିଜୁଆଲ ପାଇଁ ଡ୍ରୋନ୍ର ବ୍ୟବହାର ମଧ୍ୟ କରୁଛି ବନ ବିଭାଗ। ଅନ୍ୟପଟେ କୁହାଗଲାଣି ହାତୀଙ୍କ ପାଇଁ ଛୋଟ ପଡ଼ିଲାଣି ଓଡ଼ିଶା। ଆମର ଏଠି ଜଙ୍ଗଲର କ୍ଷମତାଠୁ ବାସ କରୁଛନ୍ତି 400 ଅଧିକ ହାତୀ। ଖାଦ୍ୟ ଅଭାବରୁ ସେମାନେ ଜନବସତି ମୁହାଁ ହେଉଛନ୍ତି। ପୋଷଣ ଅଭାବରୁ ରୋଗ ସଂକ୍ରମଣରେ ବି ମରୁଛନ୍ତି। ରାଜ୍ୟରେ ଅଧିକ ହାତୀ ମୃତ୍ୟୁ କାରଣ ପଛର ଏ ଗୁମର ଖୋଲିଛନ୍ତି ଖୋଦ ବନ୍ୟପ୍ରାଣୀ ପିସିସିଏଫ୍। ତେବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଯୁକ୍ତି, ଜଙ୍ଗଲରେ ଖାଦ୍ୟପେୟ ବ୍ୟବସ୍ଥା ସହ ନୂଆ କରିଡର ତିଆରି କରି ରାଜ୍ୟର ହାତୀ କ୍ଷମତା ବଢ଼ାଇବାକୁ ପଡ଼ିବ। ଗଜରାଜଙ୍କ ପାଇଁ ବର୍ତ୍ତମାନ ଜାଗା ଅଭାବ ପଡ଼ିଛି। ଆମ ଜଙ୍ଗଲରେ ଯେତିକି ହାତୀ ରହିବା କଥା ତାଠାରୁ 400 ଅଧିକ ହାତୀ ଅଛନ୍ତି। ବଢ଼ୁଛି ହାତୀ ମଣିଷଙ୍କ ଲଢ଼େଇ, ଯାଉଛି ଏଠାରେ ଅନେକ ଜୀବନ। ରାଜ୍ୟରେ ଚଳିତ ବର୍ଷ ଅସ୍ୱାଭାବିକ ଭାବେ ହୋଇଥିବା ହାତୀ ମୃତ୍ୟୁର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିକଟରେ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏଭଳି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।